କିନ୍ତୁ ଆଜି ପ୍ରକୃତରେ ମୂଳ ପ୍ରସ୍ତାବ ଥିଲା ଯେ ଗୃହ ବିଭାଗ ଆଉ ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସପ୍ଲିମେଣ୍ଟାରୀ ବଜେଟ୍ ଆଗତ କରିବାର ଥିଲା। କିନ୍ତୁ ମାନ୍ୟବର ବିରୋଧୀ ଦଳର ସଦସ୍ୟମାନେ ସେ ବାବଦରେ କିଛି ଉତ୍ଥାପନ କଲେନି ବା ସେମାନେ ଯେଉଁ କାଟ ପ୍ରସ୍ତାବ ରଖିଛନ୍ତି ସେ ବାବଦରେ ବି କିଛି କହିଲେନି। ସିଧାସଳଖ ଯେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଇଛି ଗତ 5 ମାସ ଭିତରେ। ଆଚ୍ଛା, ଏଇ କଥାଟା କହିକିରି ସେମାନେ ନିଜର ଗୋଡ଼ରେ ନିଜରେ କୁରାଡ଼ି ମାରୁଛନ୍ତି। ଆପଣ ବର୍ତ୍ତମାନ ସୁଦ୍ଧା ଗଲା ବିଧାନସଭା ସମୟରେ ସେମାନେ ଗୋଟେ ମୁଲତବୀ ପ୍ରସ୍ତାବ ଆଣିଥିଲେ ଯେ 3-4ଟି ଜାଗାରେ ଶିଶୁ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଉପରେ ସେମାନେ ମୁଲତବୀ ପ୍ରସ୍ତାବ ଆଣିଥିଲେ। କିନ୍ତୁ ଆପଣ ଜାଣିକିରି ଖୁସି ହେବେ ଯେ 60 ଦିନ ଏବଂ 90 ଦିନ ଭିତରେ ସେ ସମସ୍ତ କେସ୍ ଇନଭେଷ୍ଟିଗେସନ ହେଇ ଚାର୍ଜସିଟ୍ ହେଇ ଚାର୍ଜ ଫ୍ରେମ୍ ହେଇ ବିଚାର ହେଇ ଦଣ୍ଡ ବିଧାନ ସରିକିରି ବର୍ତ୍ତମାନ ସେମାନେ ଆଜୀବନ କାରାଦଣ୍ଡ ଏବଂ 8 ଲକ୍ଷ 10 ଲକ୍ଷ ଟଙ୍କା ଜୋରିମାନା ଆକାରରେ ରହିଛନ୍ତି। ତ ଯଦି 60 ଦିନ ଭିତରେ ଯେଉଁ ସରକାର ବିଚାର ବିଭାଗକୁ ତ୍ୱରାନ୍ୱିତ କରିକିରି ବିଚାର କରିକି ଦଣ୍ଡ ବିଧାନ କରିପାରୁଛୁ, ଇଏ ସରକାର ଗଲା 15 ବର୍ଷରେ ତାଙ୍କର ରେକର୍ଡ ଅଛି ଯେ 100ଟି କେସ୍ ହେଲେ 88 ଜଣ ଛାଡ଼ ପାଆନ୍ତି ଆଉ 12 ଜଣ ଦଣ୍ଡ ପାଆନ୍ତି। ତାହେଲେ ଆଇନ ଶୃଙ୍ଖଳା କାହା ପାଖରେ ବିପର୍ଯ୍ୟସ୍ତ? ତେଣୁ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଆଇନ ଶୃଙ୍ଖଳାର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ଗୃହ ବିଭାଗ ତରଫରୁ ଆଉ ଅତିରିକ୍ତ ବଜେଟ୍ର ଉପସ୍ଥାପନା କରାଯାଇଛି। ତେଣୁ ତାକୁ ସେମାନେ ସପୋର୍ଟ କରିବା କଥା। ତାକୁ ସପୋର୍ଟ କଲେ ବ୍ୟବସ୍ଥାଟା ଆହୁରି ଶକ୍ତିଶାଳୀ ହେବ। ତାକୁ ଯଦି ବିରୋଧ କରିବେ ଶକ୍ତିଶାଳୀ ହେବ କେମିତି ବିଭାଗ? ଆପଣ ଯଦି ଦେଖିବେ ଯେ ସମସ୍ତ ବିଭାଗରେ ବିଶେଷ କରି ମହିଳାଙ୍କ ଉପରେ ଅତ୍ୟାଚାର, ରେପ୍, ମର୍ଡର, ଡକେଇତି ଏସବୁର ଗୋଟେ ଷ୍ଟାଟିଷ୍ଟିକ୍ ଅଛି। 10%, 11%, 7%, 8%। ଗଲା ବର୍ଷ ଗଲା 23ର 10 ମାସ, ଇଏ 24 ମସିହାର 10 ମାସ, ଆ ଭିତରେ ଯଦି ଦେଖିବେ ସବୁର ମାଇନସ୍ ହେଇଛି, ମାନେ କମିଛି, ହାର କମିଛି ଏବଂ ତାର ବିଧି ବ୍ୟବସ୍ଥାକୁ ଆହୁରି ସଶକ୍ତ କରାହେଉଛି। ଆପଣ କହିବେ ଯେ କାହିଁକି ଦୋଷୀମାନେ ଛାଡ଼ ପାଇଯାଉଥିଲେ? ଦୋଷୀମାନେ ଛାଡ଼ ପାଉଥିଲେ ଏଥିପାଇଁ ଯେ ସେମାନେ ଆଇନ ବ୍ୟବସ୍ଥାଟା ଗୋଟେ ସେଣ୍ଟ୍ରାଲାଇଜ୍ କଣ୍ଟ୍ରୋଲରେ ରଖିଥିଲେ। ଆଇନ ବ୍ୟବସ୍ଥା ଥାନାମାନଙ୍କ ହାତରେ ନଥିଲା, ଆଇନ ବ୍ୟବସ୍ଥା ସରକାରୀ ଓକିଲଙ୍କ ପାଖରେ ନଥିଲା। ଏଠି PK ଥିଲା ତାଙ୍କର। ପି ଅର୍ଥ କିଏ, କେ ଅର୍ଥ କିଏ? ଆପଣ ଗୋଟେ ଫିଲ୍ମ ଶୁଣିଥିବେ PK ଥିଲେ ପି ଆଉ କେ 2 ଜଣ ସାରା ବ୍ୟବସ୍ଥାକୁ କଣ୍ଟ୍ରୋଲ କରୁଥିଲେ। ତେଣୁ ସେଥିପାଇଁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିଲା, ଏବେ ସୁଧୁରୁଛି ଏବଂ ସେ ସୁଧୁରିବାର ଫଳଟାକୁ ଏମାନେ ଭୋଗ କରିବା ପର୍ଯ୍ୟନ୍ତ ଅପେକ୍ଷା କରୁନାହାନ୍ତି। ସବୁ କ୍ରାଇମ୍, ମୁଁ ଆପଣଙ୍କୁ ଷ୍ଟାଟିଷ୍ଟିକ୍ ଦେବି, ସବୁ କ୍ରାଇମ୍ର ହାର କମିଛି ଏବଂ 5%ରୁ 10% ଭିତରେ ସବୁ ହାର କମିଛି। ତେଣୁ ସ୍ୱରାଷ୍ଟ୍ର ବିଭାଗ ଆଉ ଗୃହ ବିଭାଗ ଆକୁ ଯେଉଁ ଆଗତ କରୁଛି ଏ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଆପଣ ସବୁ ମେରାଇନ୍ ଥାନାକୁ ଅଧିକ ସଂଖ୍ୟାରେ ପ୍ରାୟ 792 ଜଣ ଷ୍ଟାଫ୍ ଏବଂ ଗାଡ଼ି ଏବଂ ମୋଟର ବୋଟ୍ ଏବଂ ପ୍ରାୟ 5 ନଟିକାଲ ମାଇଲ ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ତାଙ୍କର ସେ ପ୍ରକାର ପାୱାରଫୁଲ୍ ବୋଟ୍ ଦିଆହେଉଛି ଯେଉଁମାନେ ସେମାନେ ଧରିପାରିବେ। ଇଏ ଦେଶୀ ଡଙ୍ଗାରେ ଯାଇକି କୂଳ ପାଖରେ ତ ସେମାନେ ତ ଯେଉଁମାନେ ଅନୁପ୍ରବେଶକାରୀ ଆସୁଛନ୍ତି ତାଙ୍କୁ ଧରିହେବନି। ତେଣୁ ସେ କଥାରେ କିଛି ପ୍ରଶ୍ନ ନ ଉଠେଇ ଗୋଟେ ଚିରାଚରିତ ବିରୋଧ କରିବା ଢଙ୍ଗରେ ଏମାନେ ବିରୋଧ କରୁଛନ୍ତି ଏବଂ ଏଥିରେ ତାଙ୍କର କୌଣସି ପ୍ରକାରର ପ୍ରାମାଣିକ ତଥ୍ୟ ତାଙ୍କ ପାଖରେ ନାହିଁ। ଆମ ପାଖରେ ତଥ୍ୟ ଅଛି, ବିଭିନ୍ନ ବିଭାଗ ଯେଉଁଟାକ ସମ୍ବେଦନଶୀଳ କଥା, ସେଥିରେ କ୍ରାଇମ୍ର ହାର କମିଛି।